ଗୋଟିଏ ଗାଁରେ ରହୁଥିଲେ ଦୁଇଟା ବିଲେଇ। ସେ ଦୁଇ ଜଣ ବହୁତ ଦୁଷ୍ଟ ଥିଲେ। ସେ ଦୁଇ ଜଣ କିଛି ବି ପରିଶ୍ରମ କରୁନଥିଲେ। ସବୁଦିନ ଚାଲାଖି କରି ସେ ଗାଁରୁ ଆ ତା ଘରୁ ଚୋରି କରି ଖାଉଥିଲେ। ସେ ଗାଁର ଶେଷ ମୁଣ୍ଡରେ ରହୁଥିଲା ଗୋଟିଏ ବୁଢା ମାଙ୍କଡ। ତାକୁ ବୟସ ଅଧିକ ହୋଇଯାଇଥିବାରୁ ସେ ଆଉ ଖାଦ୍ୟ ସଂଗ୍ରହ କରିପାରୁନଥିଲା। ତେଣୁ ସେ ଅନ୍ୟ ପଶୁପକ୍ଷୀ ମାନଙ୍କୁ ବୋକା ବନେଇ ସେ ତାଙ୍କ ଖାଦ୍ୟକୁ ନିଜେ ଖାଉଥିଲା। ସେ ଗଛ ଉପରେ ସବୁବେଳେ ରହୁଥିଲା। ଦୁଇଟା ବିଲେଇ ଦିନେ କଥା ହେଲେ ଯେ, ଆରେ ସାଙ୍ଗ ଶୁଣେ, ଆଜି ହେଲା ଦଶହରା। ଆଜି ଏ ଗାଁରେ ସମସ୍ତଙ୍କ ଘରେ ଘରେ ପିଠାପଣା। ଆଜି ଆମକୁ ଆରାମରେ ପିଠା ମିଳିଯିବ। ହେଲେ ତୁ ଗୋଟେ କଥା ଜାଣିଛୁ ନା, ପ୍ରଧାନ ଘର ଆଉ ଦାସ ଘର ମୁଁ ଛାଡିବା ପରେ ଏ ଗାଁରେ ଅନ୍ୟ କାହା ଘର ପିଠା ମତେ ଭଲ ଲାଗେନି। କାଇଁ ଏ ଗାଁର ଜେନା ଘର ଛେନା ପିଠା? ଛିଆଲୋ, ବାସି ଛେନା, ଛି ଛି। ଆଗ ବରଷ ମୋ ସେ ପିଠା ଖାଇକି ଯେ ଅବସ୍ଥା ହୋଇଥିଲା ନା। ଆଉ ତୁ ଏତେ ଫୁଲେଇ ହନା। ତତେ ଖାଦ୍ୟ ମିଳୁଛି ବୋଲି ଏଇଟା ଏତେ ଉତୁରୁଛି। ହଉ ଥାଉ ଥାଉ, ଏତେ ଆଉ ବବା ନା। ଶୁଣୁ, ଯାଉଛି ପ୍ରଧାନ ଘରକୁ ଆଜି। ତାଙ୍କ ଘର ଭାରି ସୁଆଦିଆ ପିଠା କରିଥିବେ। ମୁଁ ଫେରିଲା ବେଳକୁ ଚିତଉ ପିଠା ନହେଲେ ସୁଜି ବଣ୍ଡା ଆଣିବି। ହଉ, ମୁଁ ବି ଆରିସା ନହେଲେ ମଣ୍ଡା ପିଠା ଆଣିବି। ଶୁଣୁ ସାଙ୍ଗ, ଆମେ ଦୁହେଁ ମିଶିକରି ଖାଇବା। ଗାଁର ଶେଷ ମୁଣ୍ଡରେ ଥିବା ସେଇ ଗଛ ମୂଳରେ ତୁ ସେଇଠିକି ପିଠା ନେଇକି ଆସିବୁ। ହଉ, ତୁ ଯା, ମୁଁ ବି ଯାଉଛି। ଜାଣିଲୁ ସାଙ୍ଗ, ମୁଁ ଆଜି ନା ଭଲରେ ଚୋରି କରିଛି। ମୁଁ ଚୋରି କଲା ବେଳେ ସେଠି କେହି ବି ନଥିଲେ। ହେଲେ ମୋ କଥାଟା ଓଲଟା। ଆଜି ମୁଁ ମୋରୁ ବଞ୍ଚିଗଲି। ଯେମିତି ପିଠା ଆଣିବା ପାଇଁ ମୁଁ ସେ ଥାଳିରେ ମୁହଁ ମାରିଛି, କୋଉଠି ଥିଲା ସେ ବୁଢୀଟା? ଏତେ ବଡ ବାଡି ଆଣିକି ପାହାରେ ପକାଇଲା। ମୋ ବେଳା ଭଲ ଥିଲା, ମୁଁ ପଳେଇ ଆସିଲି, ନହେଲେ ମୋ ଗୋଡ ଭାଙ୍ଗି ଯାଇଥାନ୍ତା। ହଉ ଛାଡେ ସେ କଥା। ମୁଁ ଯୋଉ ପିଠା ନେଇକି ଆସିଛି, ତୁ କଣ ସେଇ ପିଠା ନେଇକି ଆସିଛୁ? ଯାହା ମିଳିଲା ନା, ଆମେ ଯାହା ଚାହିଁଥିବା ସେୟା କଣ ମିଳିବ କି? ଆଉ ଆମେ ତ ଚୋରି କରୁଛେ, ଯାହା ମିଳିବ ନା। ହଉ, ମତେ ଭାରି ଜୋରେ ଭୋକ ଲାଗିଲାଣି। ଯା ଆମେ ଖାଇବା। ଏ ଶୁଣୁ, ଏ ମୋଟରେ 3ଟି ପିଠା ଅଛି। ମୁଁ ଆଣିଛି 2ଟି ପିଠା, ତେଣୁ 2ଟା ପିଠା ମୋର, ଗୋଟିଏ ତୋର। ଏତେ ଲୋଭୀଙ୍କ ପରିକା କଣ ହଉଛୁ ମ? 2ଟା ଆଣିଛୁ ବୋଲି କଣ 2ଟା ଯାକ ତୁ ଏକା ଖାଇବୁ? ଯୋଉଦିନ ତୁ କମ ଆଣୁ ସେଇଦିନ ତୁ କଣ କମ ଖାଉ? ସେମିତି ହୋଇପାରିବନି।
ମୁଁ 1.5ଟା ଖାଇବି, ତୁ ବି 1.5ଟା ଖାଇବୁ। ତ ମନକୁ ନା କଣ? ତୋର ଯାହା ଇଚ୍ଛା ହବ ତୁ କହିବୁ, ମୁଁ କଣ ମାନିଯିବି? ସେମିତି ହୋଇପାରିବନି। ତୁ ଏତେ ଆଉ ପାଟି କରେନି। ମୁଁ ଯାହା କହୁଛି ସେଇଆ ହିଁ ହବ। ମୋ କଥା ହିଁ ରହିବ। ତୁ ପାଟି ଚୁପ କରେ। ମୁଁ ଯାହା କହୁଛି ସେଇଆ ହିଁ ହବ, ମୋ କଥା ହିଁ ରହିବ। ନାଇଁ ନାଇଁ, ମୋ କଥା ରହିବ। ମୋ କଥା ରହିବ। ଗଛ ଉପରେ ଥିବା ବୁଢ଼ା ମାଙ୍କଡ଼ଟି ବସି ସବୁ ଦେଖୁଥାଏ ଯେ ଦୁଇଟା ବିଲେଇ କେମିତି ନିଜ ନିଜ ଭିତରେ ପିଠା ପାଇଁ ଝଗଡ଼ା କରୁଛନ୍ତି। ସେ ଗଛ ଉପରେ ବସି କହିଲା, ଓହୋ, ଏତେ ଝଗଡ଼ା କରୁଛ ଏଠି? ଆରେ ଭାଇ, ଟିକେ ଶୁଆଇ ବସେଇ ଦବନି ନା କଣ? ମଉସା, ଟିକେ ପାଖକୁ ଆସିଲ। ତମେ ବିଚାର କର। ହଁ ହଁ, ଆସ ମଉସା, ବିଚାର କର। ମୁଁ 2ଟା ପିଠା ଆଣିଛି, ଆଉ ଏ ଗୋଟାଏ ପିଠା ଆଣିଛି। ତେଣୁ ଅଧିକ ପିଠା କିଏ ଆଣିଛି? ତା ମାନେ ଅଧିକା ମୁଁ ଖାଇବା ଦରକାର ନା? ହେଲେ ତୁ ଯଦି ଆଜି ଅଧିକା ଆଣିଛୁ, ସେ ତ କାଲି ଅଧିକା ଆଣିଥିବ ନା। ତେଣୁ ତମେ ଦୁହେଁ ଝଗଡ଼ା ଦବନି। ମୁଁ ପିଠା ବାଣ୍ଟି ଦଉଛି। ଏମିତି ଭାଗ ବାଣ୍ଟି ହେବା ବାହାନାରେ ପିଠାରୁ ଖଣ୍ଡିଏ ଖଣ୍ଡିଏ ଖାଇ ସେ ସବୁତକ ପିଠା ଖାଇଦେଲା। ଦୁଇଟି ବିଲେଇ ଏମିତି ଭକୁଆ ହୋଇ ଚାହିଁ ବସିଥିଲେ।